प्रेज द लॉर्ड हालेलुया। प्रभुଙ୍କ महान नामକୁ ଧନ୍ୟବାଦ ଦିଏ ଯେ ପ୍ରଭୁଙ୍କର ମହାନ ଅନୁଗ୍ରହରୁ ଶାନ୍ତିର ବାର୍ତ୍ତା ମାଧ୍ୟମରେ ଆପଣମାନଙ୍କର ଗହଣରେ ବାକ୍ୟ କହିବା ନିମନ୍ତେ ପ୍ରଭୁ ସୁଯୋଗ ଦେଇଛନ୍ତି, ସେଥିପାଇଁ ତାହାଙ୍କ ନାମକୁ ଧନ୍ୟବାଦ। ଆଜି ଯେଉଁ ବାକ୍ୟ ମାନେ ପାଠ କରିବା ଆପଣମାନେ ତାହା ପାଇବେ ଆୟୁବ 1 ପର୍ବ 6ରୁ 9 ପଦ। ଦିନକରେ ପରମେଶ୍ୱରଙ୍କର ସନ୍ତାନଗଣ ସଦାପ୍ରଭୁଙ୍କର ସମ୍ମୁଖରେ ଉପସ୍ଥିତ ହେବାକୁ ଆସନ୍ତେ ଶୈତାନ ହିଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ହେଲା। ଏଥିରେ ସଦାପ୍ରଭୁ ଶୈତାନକୁ କହିଲେ, ତୁମ୍ଭେ କେଉଁଠାରୁ ଆସିଲ? ତହିଁରେ ଶୈତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, ପୃଥିବୀର ଏଣେ ତେଣେ ଭ୍ରମଣ ଓ ତହିଁ ମଧ୍ୟରେ ଗମନାଗମନ କରି ଆସିଲି। ତହୁ ସଦାପ୍ରଭୁ ଶୈତାନକୁ କହିଲେ, ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ମନ ଦେଉଅଛ? କାରଣ ତାହାର ସମାନ ସିଦ୍ଧ ଓ ସରଳ ଓ ପରମେଶ୍ୱର ଭୟକାରୀ ଓ କୁକ୍ରିୟା ତ୍ୟାଗକାରୀ ଲୋକ ପୃଥିବୀରେ କେହି ନାହିଁ। ତେବେ ଶୈତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, ଆୟୁବ କ'ଣ ଅକାରଣରେ ପରମେଶ୍ୱରଙ୍କୁ ଭୟ କରୁଅଛି? ପ୍ରଭୁଙ୍କର ମହାନାମକୁ ଧନ୍ୟବାଦ ଯେ ଆଜି ଆୟୁବଙ୍କ ପରି ଜଣେ ବ୍ୟକ୍ତିଙ୍କୁ ପ୍ରଭୁ କି ପ୍ରକାର ଆଶୀର୍ବାଦ କରିବାକୁ ଯାଉଅଛନ୍ତି। ଆୟୁବଙ୍କ ପରି ସରଳ ସିଦ୍ଧ ଓ ବ୍ୟକ୍ତି ଆଉ କେହି ଏ ଦୁନିଆରେ ଏପର୍ଯ୍ୟନ୍ତ ହେଇନାହାନ୍ତି କି କେବେ ହେବେ ନାହିଁ। ସେ କୁକ୍ରିୟା ତ୍ୟାଗକାରୀ ବ୍ୟକ୍ତି ଥିଲେ, ଆଉ ସେ ପରମେଶ୍ୱରଙ୍କୁ ଭୟ କରୁଥିଲେ। ଏତେ ମହାନ ବ୍ୟକ୍ତିଙ୍କ ବିଷୟ ବାଇବେଲ ମଧ୍ୟରେ ଲେଖାଯାଇଅଛି, କିନ୍ତୁ କୁକ୍ରିୟା ତ୍ୟାଗକାରୀ କେବେ କୌଣସି ଭୁଲ କରିନଥିବା ଲୋକ ଆୟୁବଙ୍କ ପରି ଆଉ କେହି ନାହାନ୍ତି। ଯେତେବେଳେ ପରମେଶ୍ୱର ଓ ଶୈତାନ ମଧ୍ୟରେ ଆଉ ତର୍କ ବିତର୍କ ହେଉଥିଲା, ସେତେବେଳେ ଆଉ ଶୈତାନ କ'ଣ କରୁଅଛି? କହୁଅଛି, ତୁମ୍ଭେ ତାର ସମସ୍ତ ବିଷୟରେ ଅଧିକାର କରିଅଛ, ତାକୁ ଏ ଜଗତରେ ତୁମେ ପ୍ରାଧାନ୍ୟ ଦେଇଅଛ, ଆଉ ସେଥିପାଇଁ ସେ ତୁମକୁ ଭୟ କରୁଅଛି। ସେ ସବୁ ତୁମେ ତାଠୁ ଛଡ଼େଇ ନିଅ, ଯାହାଦ୍ୱାରା କି ସେ ତୁମକୁ ତଳେ ସଙ୍ଗେ ସଙ୍ଗେ ପକେଇବ। ଆଜି ଆମମାନଙ୍କର ଜୀବନରେ ଯଦି ଆମେ ସମୀକ୍ଷା କରୁ ନିଜକୁ, ପ୍ରଭୁ ଆମମାନଙ୍କୁ ସବୁ ବିଷୟରେ ପରିପୂର୍ଣ୍ଣତା ଦେଇଛନ୍ତି। କାହାକୁ କମ୍ ଦେଇଛନ୍ତି, କାହାକୁ ବେଶୀ ଦେଇଛନ୍ତି, କାହାକୁ ଅଧିକରୁ ଅଧିକ ଦେଇଛନ୍ତି। ଯାହାକୁ ଯେତିକି ଦେଇଛନ୍ତି, ଯଦି ସେ ବିଷୟରୁ ଆମେ ଟିକେ ଊଣା ହେଇଯାଇଥାଉ, ତାହେଲେ ଆମେ ଈଶ୍ୱର ନିନ୍ଦା ଅପବାଦ କରିଥାଉ। ଆମମାନଙ୍କ ଜୀବନରେ ଅଭିମାନ ଆସିଥାଏ, ଆମମାନଙ୍କ ଜୀବନରେ କ୍ରୋଧ ମଧ୍ୟ ଆସିଥାଏ। ପ୍ରଭୁ, ମୋର ଏହା ଥିଲା, ମୋର ସେୟା ଥିଲା, ମୋ ଠାରୁ ତୁମେ କାହିଁକି ଛଡ଼େଇ ନେଲ? ମୋର ସନ୍ତାନମାନଙ୍କୁ କାହିଁକି ଛଡ଼େଇ ନେଲ? ମୋର କ'ଣ ଦୋଷ ଥିଲା? ମୋର ପିଲାମାନଙ୍କର କ'ଣ ଦୋଷ ଥିଲା? ମୋର ପଶୁପକ୍ଷୀମାନଙ୍କୁ ତୁମେ କାହିଁକି ନେଇଗଲ? ଆୟୁବଙ୍କର ଏତେ ଧନ ଥିଲା, ଏତେ ସମ୍ପତ୍ତି ଥିଲା, ଏତେ ବଡ଼ ପରିବାର ଥିଲା, ଆଉ ସେ ଦେଶରେ ଖ୍ୟାତ ମଧ୍ୟ ଥିଲେ। ଖ୍ୟାତନାମା ଗୋଟେ ମନୁଷ୍ୟ ସେ ଥିଲେ। କିନ୍ତୁ ଯେତେବେଳେ ଆସ୍ତେ ଆସ୍ତେ କରିକି ସବୁ ତାଙ୍କର ସମ୍ପତ୍ତି ଗଲା, ବଳଦ ଗଲା, ଓଟମାନେ ଗଲେ, ତାଙ୍କର ପରିବାର ଆଉ ତାଙ୍କର ସମସ୍ତ କିଛି ଚାଲିଗଲା, ସେ କିନ୍ତୁ ବିବ୍ରତ ହେଉନାହାନ୍ତି। ଆଜି ଆମମାନଙ୍କ ଜୀବନରେ ଯଦି ସେ ସମସ୍ତ ବିଷୟ ଘଟେ, ଆମେ ତ ନିଜର ଚୁଟିକୁ ଝିକି ଝିକି ଆମେ କାନ୍ଦିବା, ଆଉ ମୁଣ୍ଡ ବାଡ଼େଇ ବାଡ଼େଇ କାନ୍ଦିବା, ଆଉ ଅନ୍ୟକୁ ଆରୋପ କରିବା, ଅନ୍ୟକୁ ଗାଳି ଗୁଲଜ ଆମେ ଦେବା, ଆଉ ପ୍ରଭୁଙ୍କୁ ଆମେ ବହୁତ ଗାଳି ଦେବା। କାରଣ ଆମମାନଙ୍କର ସର୍ବସ୍ୱ ଚାଲିଗଲା ଜଗତରେ। ଆମମାନଙ୍କର ପ୍ରତିପତ୍ତି ଆଉ ନାହିଁ, ଆମମାନଙ୍କର ସେ ସଉକ ନାହିଁ, ଆମମାନଙ୍କର ସେ ଆଉ ଯେଉଁ ସମାଜରେ ଗୋଟେ ସ୍ଥାନ ଥିଲା, ସେ ସ୍ଥାନ ନାହିଁ, ଯାହାଦ୍ୱାରା କି ଆମେ ଈଶ୍ୱର ନିନ୍ଦା ସେ ସମୟରେ କରିଥାଉ। କିନ୍ତୁ ଆୟୁବ ଦୁଃଖ ସମୟରେ ମଧ୍ୟ ଈଶ୍ୱରଙ୍କୁ ପରିତ୍ୟାଗ କଲେ ନାହିଁ, ଈଶ୍ୱର ନିନ୍ଦା କରିଲେ ନାହିଁ। ଈଶ୍ୱର ଭୟକାରୀ ସେ ଥିଲେ। ସେ ଈଶ୍ୱର ତାଙ୍କୁ ପ୍ରେମ କରନ୍ତି। ସେ ଜାଣନ୍ତି ଯେ ମୋ ଈଶ୍ୱର ମୋତେ ପ୍ରେମ କରିଅଛନ୍ତି, ମୋ ଈଶ୍ୱର ମୋତେ ଏ ଜଗତକୁ ଆଣିଅଛନ୍ତି।
ସେଥିପାଇଁ ଲେଖାଯାଏ ପିତର 5 ପର୍ବ 6 ପଦରେ, ଅତଏବ ଈଶ୍ୱରଙ୍କର ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ। ଯଦି ଆମେ ତାହାଙ୍କର ବଳବନ୍ତ ହସ୍ତ ତଳେ ନିଜକୁ ନତ କରୁଅଛୁ, ନିଜକୁ ନମ୍ର କରୁଅଛୁ, ନିଜକୁ ସମ୍ପୂର୍ଣ୍ଣ ରୂପେ ତାଙ୍କ ଚରଣ ତଳେ ନିଜକୁ ଢାଳୁଛୁ, ତାହେଲେ ସେ ଆମମାନଙ୍କୁ କ'ଣ କରିବେ? ଉନ୍ନତ କରିବେ। କୌଣସି ଶୈତାନର ପରୀକ୍ଷା ବି ଆମମାନଙ୍କୁ କ'ଣ କରିବ? ଭାଙ୍ଗି ପାରିବ ନାହିଁ। ସେଦିନ ତାର ପରୀକ୍ଷା ଦ୍ୱାରା ଆଉ କ'ଣ କଲେ? ଆଇବ ଭାଙ୍ଗିଲେ ନାହିଁ। ସେ କ'ଣ କଲେ? ମସ୍ତକ ମୁଣ୍ଡନ କଲେ, ଆଉ ଭୂମିଷ୍ଠ ପ୍ରଣାମ କଲେ, ଆଉ ଈଶ୍ୱରଙ୍କର ଗୌରବ କଲେ। କାରଣ ଈଶ୍ୱର ଦେଇଅଛନ୍ତି, ସେଥିପାଇଁ ଈଶ୍ୱର ନେଲେ, ସେଥିପାଇଁ ତାହାଙ୍କ ନାମକୁ ଧନ୍ୟବାଦ ବୋଲି କହିଲେ। ଏ ଜଗତରେ ଆମେ ବଞ୍ଚିଛୁ ସତ, କିନ୍ତୁ ଆମମାନଙ୍କର ଏ ଜଗତରେ କୌଣସି ନିଜସ୍ୱ ନାହିଁ। କେବଳ ତାହାଙ୍କର ଦୟା, ତାହାଙ୍କର ଅନୁଗ୍ରହରେ, ତାହାଙ୍କର ଆଶୀର୍ବାଦ ହେତୁ ଆଜି ଆମମାନେ ଏ ସମସ୍ତ ବିଷୟରେ ମୋର ମୋର ବୋଲି ଆମମାନେ କହିଥାଉ। କିନ୍ତୁ ଆମମାନଙ୍କର ନିଜ ହସ୍ତ ଦ୍ୱାରା, ନିଜ ଇଚ୍ଛା ଦ୍ୱାରା ଆମମାନେ ଗୋଟାଏ ପତ୍ରକୁ ମଧ୍ୟ ଗଛରୁ ଛିଣ୍ଡାଇ ଆଣିପାରିବା ନାହିଁ। କିନ୍ତୁ ପତ୍ରଟି ଝଡ଼ିଯା କହିଲେ ମଧ୍ୟ ପତ୍ରଟି ଝଡ଼ିବ ନାହିଁ। ଯେତେବେଳେ ପରମେଶ୍ୱର ଆମମାନଙ୍କର ଜୀବନରେ କାର୍ଯ୍ୟ କରିବାକୁ ଚାହାନ୍ତି, ଯେତେବେଳେ ସେ ଆମମାନଙ୍କ ଜୀବନକୁ ପରୀକ୍ଷା କରିବାକୁ ଚାହାନ୍ତି, ସେତେବେଳେ ଆମମାନଙ୍କ ଜୀବନରେ ଗୋଟେ ବଡ଼ ଝଡ଼ ଆସିଥାଏ। ସେ ଝଡ଼କୁ ସମ୍ମୁଖୀନ କରିବା ନିମନ୍ତେ ଆମମାନଙ୍କର ଜୀବନରେ ସେ ବଳ ନଥାଏ। କାରଣ ଆମମାନେ ଦୁର୍ବଳ ମନୁଷ୍ୟ, ଆମମାନେ ବାକ୍ୟରେ ଦୁର୍ବଳ, ପ୍ରାର୍ଥନାରେ ଦୁର୍ବଳ, ଈଶ୍ୱର ଭୟରେ ଆମମାନେ ଦୁର୍ବଳ, ଯାହାଦ୍ୱାରା କି ସେଇ ବଳ ଆମମାନଙ୍କ ଜୀବନରେ ଶେଷ ହୋଇଯାଇଥାଏ। ଆମେ ଶୈତାନକୁ ପ୍ରାଧାନ୍ୟ ସେ ସମୟରେ ଦେଇଥାଉ। ଶୈତାନକୁ ଆମମାନଙ୍କ ଜୀବନରେ ନିମନ୍ତ୍ରଣ ମଧ୍ୟ ସେ ସମୟରେ ଆମମାନେ କରିଥାଉ। ଈଶ୍ୱରଙ୍କୁ ତ୍ୟାଗ କରି ଶୈତାନର ବଳରେ ଆମମାନେ ବଳିୟାନ ହେବାକୁ ଚାହିଁଥାଉ। କିନ୍ତୁ ଆମମାନଙ୍କର ମନର ଦୁର୍ବଳତା ଯୋଗୁଁ ଶୈତାନ ଆମମାନଙ୍କ ଭିତରେ ପ୍ରବେଶ କରି କ'ଣ କରିଥାଏ? ଆମମାନଙ୍କୁ ଆହୁରି ଆହୁରି ସେ କ'ଣ କରିଥାଏ? ଦୃଢ଼ତର କରିଥାଏ ତା ନିମନ୍ତେ। ସେଥିପାଇଁ ତାଙ୍କର ସର୍ବସ୍ୱ ଚାଲିଗଲା। ତାଙ୍କର ପୁତ୍ରମାନେ, କନ୍ୟାମାନେ ଆଉ ସଙ୍ଗେ ସଙ୍ଗେ ଚାଲିଗଲେ। ଆଉ ବଳଦମାନେ, ଓଟମାନେ, ତାଙ୍କର ସମ୍ପତ୍ତି, ତାଙ୍କର ଧନ, ତାଙ୍କର କ୍ଷେତ, ତାଙ୍କର ଜମି, ଯାହା କିଛି ଥିଲା, ସର୍ବସ୍ୱ ଚାଲିଗଲା। କେବଳ ତାଙ୍କ ସ୍ତ୍ରୀ ଆଉ ସିଏ ବଞ୍ଚି ରହିଲେ। ଆଉ ସେଠାରେ ଲେଖାଯାଉଛି, ଏଥିମଧ୍ୟରେ ଦେଖନ୍ତୁ, ପ୍ରାନ୍ତ ଆଡ଼ୁ ପ୍ରବଳ ବାୟୁ ଆସି ଗୃହର ଚାରିକୋଣରେ ଲାଗନ୍ତେ ତାହା ଯୁବାମାନଙ୍କ ଉପରେ ପଡ଼ିଲା। ତହିଁରେ ସେମାନେ ମଲେ। ପୁଣି ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି। ପ୍ରାନ୍ତର ଆଡ଼ୁ ଯେଉଁ ବାୟୁ ଆସିଲା, ସେ ବାୟୁର ଧକ୍କାରେ ସାରା ପରିବାରର ସନ୍ତାନ ମାନେ କ'ଣ ହେଲେ? ଆଉ ସେମାନେ ସେଇ ବାୟୁର ଏତେ ଝଟକା ଥିଲା, ଯାହାଦ୍ୱାରା ସେମାନେ ସେଇ ସମୟରେ ମଲେ। ଯେତେବେଳେ ଈଶ୍ୱରଙ୍କର ପରୀକ୍ଷା ଆମମାନଙ୍କ ଜୀବନରେ ଆସେ, ଘମାଘୋଟ ଯୁଦ୍ଧ ହେଲା ପରି ଆସେ। ଚାରିଆଡ଼ୁ ଯେମିତି ଯୁଦ୍ଧ କ୍ଷେତ୍ରରେ ଆମେ ଏକଲା ଠିଆ ହେଇଛୁ, ଆଉ ଚାରିଆଡ଼ୁ ଆମମାନଙ୍କ ନିମନ୍ତେ ଶତ୍ରୁ ମାଡ଼ି ଆସୁଛନ୍ତି। ସେଇ ପ୍ରକାର ଆମମାନଙ୍କ ଜୀବନରେ ପରୀକ୍ଷା ପରେ ପରୀକ୍ଷା ପରେ ପରୀକ୍ଷା ପରେ ପରୀକ୍ଷା ଆସେ। ଯେତେବେଳେ ଆମମାନେ ଆଉ ଈଶ୍ୱରଙ୍କ ସହିତ ସଂଯୁକ୍ତକାରୀ ଜୀବନ କାଟୁ, ସେ ସମୟରେ ଆମମାନଙ୍କୁ ଏ ସମସ୍ତ ବାଧା ଆସେ। ଯେତେବେଳେ ଆମେ ଶୈତାନର ବଶୀଭୂତ ହଉ, ସେତେବେଳେ ସେ ବାଧା ଆମକୁ କଷ୍ଟ ଲାଗେ ନାହିଁ। କାହିଁକିନା ଶୈତାନ ଆମମାନଙ୍କୁ କ'ଣ କରିଥାଏ? ଆହୁରି ବଳିଷ୍ଠ କରିଦେଇଥାଏ। ସେଥିପାଇଁ ସମୟ ଥାଉ ଥାଉ ଆମେ ନିଜକୁ କ'ଣ କରିବା? ନିଜକୁ ବଳିଷ୍ଠ କରିବା ତାହାଙ୍କ ନିମନ୍ତେ। 21 ପଦରେ ଲେଖାଯାଏ, ମୋ ମାତାର ଗର୍ଭରୁ ଉଲ୍ଲଙ୍ଘ ଆସିଅଛି,
ମୁଁ ଉଲ୍ଲଙ୍ଘ ହୋଇ ସେଠାକୁ ଫେରିଯିବି। ସଦାପ୍ରଭୁ ଦେଲେ, ସଦାପ୍ରଭୁ ନେଇ ଅଛନ୍ତି। ସଦାପ୍ରଭୁଙ୍କର ନାମ ଧନ୍ୟ ହେଉ। ମାତାର ଗର୍ଭରୁ ପ୍ରତ୍ୟେକ ଉଲ୍ଲଙ୍ଘ ହୋଇ ହିଁ ଆମେ ଆସିଥାଉ। ସେ ଉଲ୍ଲଙ୍ଘତାକୁ ଆମମାନଙ୍କର ଆବରତା କିଏ ଦିଅନ୍ତି? ଆମମାନଙ୍କର ସଦାପ୍ରଭୁ। ସବୁ ବିଷୟରେ ଆମମାନଙ୍କୁ ପ୍ରାଧାନ୍ୟତା କିଏ ଦିଅନ୍ତି? ସଦାପ୍ରଭୁ। ଏକମାତ୍ର ଜୀବିତ ରାଜା, ଯିଏକି ଆଜି ପର୍ଯ୍ୟନ୍ତ ଆମମାନଙ୍କ ସଙ୍ଗେ ଅଛନ୍ତି, ଏବେ ମଧ୍ୟ ଏହି ସମୟରେ ଏଇଠି ଉପସ୍ଥିତ ଅଛନ୍ତି। ସେ ଆମମାନଙ୍କର ଜୀବନରେ କ'ଣ କରନ୍ତି? ସମସ୍ତ ବିଷୟକୁ ପ୍ରଦାନ କରନ୍ତି। ଯେତେବେଳେ ଆମେ ତାହାଙ୍କୁ ଧରିବା, ଏ ଅସାର ଜଗତର ଅସାରତାରୁ ଆମେ ତ୍ରାହି ପାଇବା। ଜଗତର ମନୁଷ୍ୟ କିଛି ନୁହଁ, କେବଳ ପରମେଶ୍ୱରଙ୍କର ଦୟାରେ ହିଁ ଆମେ ତାହାଙ୍କର ନିକଟବର୍ତ୍ତୀ ଆଜି ପର୍ଯ୍ୟନ୍ତ ହୋଇଅଛୁ। ସେ ଆମମାନଙ୍କ ଠାରୁ କ'ଣ ଚାହାନ୍ତି ତାହା ଆମେ ଚିନ୍ତା କରିବା। ଆମମାନଙ୍କ ଜୀବନରେ କ'ଣ ଅସଜଡ଼ା ବିଷୟ ଅଛି ଯାହାଦ୍ୱାରା କି ସେ ଆମମାନଙ୍କ ଠାରୁ ଉନ୍ନତ ମନୁଷ୍ୟ ହେବା ନିମନ୍ତେ ଆମମାନଙ୍କୁ କ'ଣ ଆମମାନଙ୍କର ଜୀବନରେ ଚାହାନ୍ତି, ଆମେ ତାହା ନିଜକୁ ସଜାଡ଼ିବା, ନିଜକୁ ପଚାରିବା ଯେ ପ୍ରଭୁ ମୋର କ'ଣ ଦୁର୍ବଳତା ଅଛି, ମୋର ପ୍ରଭୁ କ'ଣ ମୋର ଆଉ ଭୁଲ ରହିଛି ଯାହାଦ୍ୱାରା କି ମୁଁ ତୁମ ନିକଟବର୍ତ୍ତୀ ହେଇପାରୁନାହିଁ, ତୁମ ସହିତ ମୁଁ ଲାଗିପାରୁନାହିଁ। ମନୁଷ୍ୟ ଜୀବନ ସବୁବେଳେ କ'ଣ ହେଇଥାଏ? ଦୁର୍ବଳ ଆତ୍ମା ଦ୍ୱାରା ଚାଳିତ ହେଇଥାଏ। ଆମମାନଙ୍କର ମନ ଦୁଇ ପ୍ରକାର, ଆମମାନଙ୍କର କାର୍ଯ୍ୟ ଦୁଇ ପ୍ରକାର, ଆମମାନଙ୍କର କଥାବାର୍ତ୍ତା ଦୁଇ ପ୍ରକାର। ଆମେ ଯେତେବେଳେ ପ୍ରଭୁଙ୍କର ସମସ୍ତ ବିଷୟକୁ ପାଇଥାଉ ସେତେବେଳେ ଆମେ ପ୍ରଭୁ ପ୍ରଭୁ ଡାକ ପକାଇଥାଉ। ଯେତେବେଳେ ନ ପାଇଥାଉ ସେତେବେଳେ ଶୈତାନ ବଶୀଭୂତ ହୋଇକି ଆମେ ଈଶ୍ୱର ନିନ୍ଦା ଅପବାଦ ଆମେ କରିଥାଉ। ଯେ ପ୍ରକାର ଆଇବ 6 ପର୍ବ 7 ପଦରେ ଲେଖାଯାଏ, ଶୈତାନ ବଶବର୍ତ୍ତୀ ହୋଇଥାଉ, ଈଶ୍ୱରଙ୍କର ବିଭିନ୍ନ ପ୍ରକାର ଆରୋପ କରିଥାଉ। ତାହାଙ୍କର ପ୍ରହାରରେ ଆମେ ଯେପରି ବିଚଳିତ ନ ହେବା। ଆମମାନଙ୍କର ଜୀବନରେ ଯେତେବେଳେ ଝଡ଼ ଆସେ, ଚାରିଆଡ଼େ ଆମମାନଙ୍କୁ କେବଳ ଅନ୍ଧାର ଅନ୍ଧାର ଦେଖାଯାଏ। କେଉଁ ଦିଗ ଆଡ଼ୁ ଟିକେ ଆଲୋକ ଆସିଲେ ଆମେ ମୁକ୍ତି ପାଇବା, କେଉଁ ଆଡ଼ୁ ଟିକେ ଆମମାନଙ୍କର ସାହାଯ୍ୟକାରୀ ହାତ ବଢ଼ିଲେ ଆମେ ଟିକେ ସମସ୍ତ କଷ୍ଟ ଯନ୍ତ୍ରଣାରୁ ମୁକ୍ତି ପାଇବା। ମନୁଷ୍ୟର ଏହା ଚିନ୍ତା, କିନ୍ତୁ ପ୍ରଭୁ ଆମମାନଙ୍କ ନିମନ୍ତେ କ'ଣ ଚିନ୍ତା କରନ୍ତି? ଆମମାନଙ୍କୁ ସବୁ ଅବସ୍ଥାରେ ସେ ଧରି ରଖିଅଛନ୍ତି। ସେଥିପାଇଁ ଆଇବଙ୍କ ଜୀବନରେ ଯେତେ ଏତେ ବଡ଼ ବଡ଼ ଝଡ଼ ଆସିଲା, ସମସ୍ତ କିଛି ତାଙ୍କର ଚାଲିଗଲା। ସେ କଷ୍ଟ ଯନ୍ତ୍ରଣାରେ ଆଉ ପୀଡ଼ିତ ନ ହୋଇ ସେ କ'ଣ କରୁଥିଲେ? ଈଶ୍ୱରଙ୍କର ସେ ସମୟରେ ସେ ପ୍ରଶଂସା କରୁଥିଲେ। କିନ୍ତୁ ଶୈତାନର ଚାତୁରିତାରେ ସେ କ'ଣ କଲେ? ଆଉ ସେ ଶୈତାନ ତାଙ୍କୁ ଦେଖିକି ସହିପାରିଲା ନାହିଁ। ଆରେ ଏତେ ବଡ଼ ବିପଦ ଆସିଲା, କିନ୍ତୁ ଇଏ ଟଳମଳ ହେଲା ନାହିଁ, ଟିକେ ବି ବିଚଳିତ ହେଲା ନାହିଁ, ଈଶ୍ୱର ନିନ୍ଦା ମଧ୍ୟ କଲା ନାହିଁ, ତଳେ ମଧ୍ୟ ପଡ଼ିଲା ନାହିଁ। ଶେଷରେ ତାର ଶରୀରରେ କ'ଣ କଲା? ଆଉ ଟିକେ ଦେଖିବା, ଆମେ 6 ପଦରେ ଦେଖିବା। ତହିଁରେ ସଦାପ୍ରଭୁ ଶୈତାନକୁ କହିଲେ, ଦେଖ ସେ ତୁମର ହସ୍ତଗତ, କେବଳ ତାହାର ପ୍ରାଣ ରକ୍ଷା କର। ଏ ଉତ୍ତାରେ ଶୈତାନ ସଦାପ୍ରଭୁଙ୍କ ଚାମୁରୁ ବାହାରି ଯାଇ ଆୟୁବର ତଳିପାରୁ ମସ୍ତକ ପର୍ଯ୍ୟନ୍ତ ମହାଜଳାଜନକ ବିସ୍ଫୋଟକରେ ତାହାକୁ ଆଘାତ କଲା। ଏଣୁ ସେ ସର୍ବାଙ୍ଗ କୁଣ୍ଡେଇବା ପାଇଁ ଖଣ୍ଡେ ଖପରା ନେଲା ଓ ସେ ଭସ୍ମ ମଧ୍ୟରେ ବସିଲା। ତହିଁରେ ତାହାର ଭାର୍ଯ୍ୟା ତାହାକୁ କହିଲେ, ତୁମ୍ଭେ କି ଏଯାଏ ଆପଣାର ସରଳତା ଦୃଢ଼ କରି ଧରୁଅଛ, ପରମେଶ୍ୱରଙ୍କୁ ପରିତ୍ୟାଗ କରି ମର। ଶେଷରେ ତାଙ୍କ ସ୍ତ୍ରୀ ବି ଅଧୈର୍ଯ୍ୟ ହେଇଗଲେ। ଆଉ ତାଙ୍କ ସ୍ତ୍ରୀଙ୍କର ବି ତ ଯାଇଥିଲା ସବୁ କିଛି, ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କର ଯାଇଥିଲା। କିନ୍ତୁ ଆଇବ ଯେ ପ୍ରକାର ଦୃଢ଼ତାର ସହିତ ଥିଲେ, ତାଙ୍କ ସ୍ତ୍ରୀ ମଧ୍ୟ ସେ ପ୍ରକାର ନଥିଲେ। ସେଥିପାଇଁ ସେ କହୁଛନ୍ତି, ତୁମେ ଶେଷରେ ପରମେଶ୍ୱରଙ୍କୁ ତ୍ୟାଗ କରି ମର। ଏ କଷ୍ଟ ଯନ୍ତ୍ରଣା ଆଉ ମୁଁ ସମ୍ଭାଳି ପାରୁନି, କି ତୁମେ ମଧ୍ୟ ସମ୍ଭାଳି ପାରୁନାହ। କିନ୍ତୁ ଆଇବ
ସେ କଷ୍ଟ ଯନ୍ତ୍ରଣାକୁ ସମ୍ଭାଳିବା ପାଇଁ ବି ସେ ପ୍ରସ୍ତୁତ ଥିଲେ। ଆୟୁବଙ୍କ ଜୀବନ ଯେପରି ଯେପରି ଆମମାନଙ୍କର ଜୀବନ ସେ ପ୍ରକାର ଆମମାନଙ୍କୁ ଲାଗେ। ଆହୁରି ଅଧିକରୁ ଅଧିକ ସେ କଷ୍ଟ ପାଇଛନ୍ତି, ଆହୁରି ଅଧିକରୁ ଅଧିକ ସେ ଈଶ୍ୱରଙ୍କ ସହିତ ସେ ସମୟରେ ଲାଗି ରହିଛନ୍ତି। ଆଜି ପ୍ରଭୁ ଆମମାନଙ୍କ ଠାରୁ ମଧ୍ୟ ସେହି ପ୍ରକାର ଦୃଢ଼ତା ଚାହାନ୍ତି। ଆମମାନଙ୍କର ମନ ଆତ୍ମା ଯେପରି ସରଳରେ ଜୀବନ କାଟିବ, ସରଳତାର ଜୀବନ କାଟିବ, ନିଷ୍କପଟର ଜୀବନ କାଟିବ, କାହାର ଅପକାର ନ କରିବା, କାହାକୁ ନିନ୍ଦା ନ କରିବା, କାହାର ହିଂସାବାଦର କାରଣ ନ ହେବା, ସେ ସବୁ ଆୟୁବଙ୍କ ପାଖରେ ନଥିଲା। ଯାହାଦ୍ୱାରା ସେ ପୃଥିବୀରେ ମହାନ ବ୍ୟକ୍ତି ଥିଲେ। ତାଙ୍କ ପରି ଆଉ କେହି ନାହାନ୍ତି ବୋଲି ବାକ୍ୟ କହେ। ଯେତେବେଳେ ଆମମାନେ ଏସବୁ ବିଷୟ ଆୟୁବଙ୍କ ବିଷୟ ଯେପରି ଆମମାନଙ୍କର ଜୀବନରେ ଯଦି ଆମମାନେ ସେ ସବୁ ଆଘାତ ସମ୍ଭାଳୁ, ତାହେଲେ ଆମମାନେ ଜୀବନରେ କେବେ ବି ହାରିବା ନାହିଁ। ଯେତେବେଳେ ସେ ଈଶ୍ୱରଙ୍କୁ ପରିତ୍ୟାଗ କଲେ ନାହିଁ, କେତେ କଷ୍ଟ ଯନ୍ତ୍ରଣା ପାଇଲେ ମଧ୍ୟ ଈଶ୍ୱରଙ୍କର ସାନ୍ନିଧ୍ୟରେ ସମୟ କାଟିଲେ, ଆଉ ଶେଷରେ ସେ 3 ଗୁଣ ବିଷୟ ତାଙ୍କଠାରୁ ପାଇଲେ। କାରଣ ପରୀକ୍ଷାରେ ସେ ସିଦ୍ଧ ହେଲେ। ଆଜି ଆମେ ପରୀକ୍ଷାରେ ସିଦ୍ଧ ହେଇପାରୁଛୁ କି? ଟିକେ ଯନ୍ତ୍ରଣା କିଛି କଷ୍ଟ ଆସିଲେ ଆମେ ହତାଶ ନିରାଶ ହେଇଯାଉଛୁ। କେମିତି ଆମମାନଙ୍କର ପରିବାର ଚଳିବ, କେମିତି ଆମମାନଙ୍କର ରୋଗ ବ୍ୟାଧି ଭଲ ହେବ, କେମିତି ଆମମାନଙ୍କର ସନ୍ତାନମାନଙ୍କର ଯେଉଁ ଅସୁସ୍ଥତା ଆସୁଛି ସେ ଅସୁସ୍ଥତା କି ପ୍ରକାର ଦୂର ହେବ, ତାହା ଚିନ୍ତା ନେଇ ଆମେ ଭିନ୍ନ ଭିନ୍ନ ଡକ୍ଟର ପାଖକୁ ଯାଉ, ଭିନ୍ନ ଭିନ୍ନ ଔଷଧ କିଣିକି ଖାଉ, ଭିନ୍ନ ଭିନ୍ନ ଯିଏ ଯେଉଁ ଉପଚାର କହିଲା ସେ ଉପଚାର କରୁ। କିନ୍ତୁ ଆଜି ଆମେ ଈଶ୍ୱରଙ୍କ ଠାରେ ଲକ୍ଷ୍ୟ ରଖିଛୁ କି? ପରମେଶ୍ୱର ଯେ ସଦା ସର୍ବଦା ଆମମାନଙ୍କୁ ନିରୀକ୍ଷଣ କରୁଅଛନ୍ତି। ସେ ଜାଣନ୍ତି ତାଙ୍କ ପିଲାର କ'ଣ ଦରକାର, କ'ଣ ଦରକାର ନାହିଁ, କ'ଣ ଦରକାର, ସେ ସବୁ ଅବସ୍ଥାରେ ଆମମାନଙ୍କୁ ନିରୀକ୍ଷଣ କରୁଅଛନ୍ତି। ସେ ଆମମାନଙ୍କୁ ଚାହାନ୍ତି ତାଙ୍କର ପିଲାମାନେ ମନ ଖୋଲି ତାହାଙ୍କଠାରେ ତାଙ୍କର ମତକୁ ବ୍ୟକ୍ତ କରନ୍ତୁ। ମୁଖ ଖୋଲି ମାଗିବା ଦ୍ୱାରା ସେ ଆମମାନଙ୍କର ସମସ୍ତ ବିଷୟକୁ କ'ଣ କରନ୍ତି? ସୁଗ୍ରାହ୍ୟ କରନ୍ତି। ଆଜି ସମୟ ଆସିଛି, ଆଜି ଆମେ ପ୍ରତ୍ୟେକ ଯେତେ ଜଣ ପରୀକ୍ଷାରେ ଆମେ ପଢ଼ୁଛୁ, ସେ ପରୀକ୍ଷାରୁ ଯେମିତି ଆମେ ଉଦ୍ଧାର ପାଇବା, ସେ ପରୀକ୍ଷାରେ ଯେମିତି ଆମେ ପାସ୍ କରିବା। ଜୀବନ ତ ଆମମାନଙ୍କର ଅଛି, ଜୀବନ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ଆମମାନଙ୍କ ଜୀବନକୁ କେହି ନେଇପାରିବେନି, ଶୈତାନ ବି ନେଇପାରିବନି ଆମମାନଙ୍କ ଜୀବନକୁ। କିନ୍ତୁ ଏକମାତ୍ର ଯିଏ ଆଉ ଉଦ୍ଧାରକର୍ତ୍ତା ଆମମାନଙ୍କର, ସେ ହିଁ ଆମମାନଙ୍କ ଜୀବନକୁ ନିୟନ୍ତ୍ରଣ କରିବା ପରମେଶ୍ୱର। ଲେଖାଯାଏ ଆୟୁବଙ୍କୁ ଯେତେବେଳେ ତାଙ୍କର ସନ୍ତାନମାନଙ୍କୁ ଦେଲେ, ସେ ସନ୍ତାନମାନେ ଏ ପ୍ରକାର ସୁନ୍ଦର ଥିଲେ ଯେ, ଆଉ ଯେତିକି ସୁନ୍ଦର ଥିଲେ, ଆଉ ପ୍ରଥମ ସନ୍ତାନମାନେ ଆଉ ଦ୍ୱିତୀୟ ସନ୍ତାନମାନେ ଯେତେବେଳେ ଆସିଲେ ଆହୁରି ତାଙ୍କଠୁ କେତେ ସୁନ୍ଦର ଥିଲେ। ପୃଥିବୀରେ ଏ ପ୍ରକାର ସୁନ୍ଦର ଆଜି ପର୍ଯ୍ୟନ୍ତ କେହି ନାହାନ୍ତି। ମାନେ ପ୍ରଭୁ କେଡ଼େ ମହାନ ପରମେଶ୍ୱର, ଯିଏକି ଆମମାନଙ୍କୁ ତିଳ ତିଳ କରି ପରୀକ୍ଷା କରନ୍ତି, ଆଉ ସେ ପରୀକ୍ଷାରେ ଆମମାନଙ୍କୁ ସିଦ୍ଧତା ମଧ୍ୟ ସେ ପ୍ରଦାନ କରନ୍ତି। ଯଦି ଆମେ ତାଙ୍କୁ ଦୃଢ଼ ଭାବେ ଧରି ରଖିବା, ଆମମାନଙ୍କ ଜୀବନରେ ଯଦି ସରଳତାର ଜୀବନ କାଟିବା, ବିଶ୍ୱସ୍ତତାର ଜୀବନ କାଟିବା, ସମସ୍ତ ମନ୍ଦ ବିଷୟ ଗୁଡ଼ିକ ଦୂର କରିବା, ତାହେଲେ ଆମମାନେ ଈଶ୍ୱରଙ୍କ ନିକଟରେ ସୁଗ୍ରାହ୍ୟ ହେବା। ପ୍ରଭୁ ଆମ ସମସ୍ତଙ୍କୁ ଛୋଟ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ହେ ପବିତ୍ର ପିତା, ଗୌରବମୟ ରାଜା, ତୁମର ଗୌରବ ପ୍ରଶଂସା କରୁଛୁ ପିତା। ଆଜି ସୁନ୍ଦର ଦିନ ତୁମେ ଆମମାନଙ୍କୁ ଦେଖିବାକୁ ଦେଲ। ତୁମର ଉପସ୍ଥିତି ଦେଇ ଏପର୍ଯ୍ୟନ୍ତ ଆମମାନଙ୍କୁ ତୁମେ କଢ଼ାଇଛ ପିତା। ହଁ ପବିତ୍ର ପିତା, ଏ ସମୟରେ ପ୍ରଭୁ ଆମମାନଙ୍କ ଜୀବନର କର୍ତ୍ତା ତୁମେ ହୋ। ଆମମାନଙ୍କର ଜୀବନର ସମସ୍ତ ଅସଜଡ଼ା ବିଷୟ ଗୁଡ଼ିକୁ ତୁମେ ସଜାଡ଼ି ଦିଅ। ସର୍ବଶକ୍ତିମାନ ପରମେଶ୍ୱର, ଆମେ ଅନେକ ଥର ବାକ୍ୟରେ ଶୁଣିଅଛୁ ଆୟୁବଙ୍କ ବିଷୟ। ଆୟୁବ କି ପ୍ରକାର ପରୀକ୍ଷିତ ହେଇଥିଲେ, କି ପ୍ରକାର ପରୀକ୍ଷିତ ହୋଇ ମଧ୍ୟ ପ୍ରଭୁ ତୁମକୁ ପରିତ୍ୟାଗ କରିନଥିଲେ। ହଁ ପ୍ରଭୁ, ଆମମାନଙ୍କୁ ଆଜି ସେଇ ପ୍ରକାର ଶକ୍ତି ପ୍ରଦାନ କର, ସେଇ ପ୍ରକାର ଶକ୍ତିରେ ଶକ୍ତିଯୁକ୍ତ କର ବାପା।
ବାପା ଆମମାନଙ୍କର ଜୀବନରେ ଅନେକ ଝଡ଼ ଅନେକ ସମସ୍ୟା ଅନେକ ପ୍ରଭୁ ଝଡ଼ଝଞ୍ଜା ଅଛି ସେ ସବୁକୁ ତୁମେ ଆମମାନଙ୍କ ଜୀବନରୁ ଦୂର କରି ତୁମର ସେ ସାନ୍ନିଧ୍ୟତା ଆମମାନଙ୍କୁ ତୁମେ ପ୍ରଦାନ କର। ଆଜି ଯେତେ ଜଣ ପ୍ରଭୁ ଦୁଃଖ ସମସ୍ୟାରେ ପୀଡ଼ିତ ହଁ ପ୍ରଭୁ ବିଭିନ୍ନ ପ୍ରକାର ରୋଗ ବ୍ୟାଧିରେ ପୀଡ଼ିତ ଯେଉଁମାନେ ଆଜି ସେ କଷ୍ଟ ସମ୍ଭାଳି ନପାରି ମୃତ୍ୟୁ ଆକୁ ଆବରି ନେବାକୁ ଚାହାନ୍ତି ପ୍ରଭୁ ସେଇ ପ୍ରକାର ଲୋକମାନଙ୍କୁ ଆଜି ପ୍ରଭୁ ତୁମେ ଧର ପିତା ତୁମେ ସେମାନଙ୍କୁ ସୁରକ୍ଷା ପ୍ରଦାନ କର ତୁମେ ସେମାନଙ୍କର ବଳ ହୁଅ ତୁମେ ସେମାନଙ୍କର ଦୃଢ଼ତା ଗଡ଼ ହୁଅ ବାପା ପ୍ରତ୍ୟେକ ଆଜି ବିଶ୍ୱସ୍ତ ହୋଇ ତୁମର ଗୌରବର କାରଣ ହେବେ ସେଇ ପ୍ରକାର ତୁମେ ଦୟା କର ବୋଲି ନିବେଦନ କରି ସୁନ୍ଦର ସମୟକୁ ଆମ ପ୍ରତ୍ୟେକଙ୍କୁ ତୁମ ଅର୍ଜନ୍ତ ସମର୍ପଣ କରି ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ ଆମେନ୍। ହେ ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ ତୁମର ରାଜ୍ୟ ଆସୁ ଯେରୂପେ ସ୍ୱର୍ଗରେ ସେରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରয়োଜনীୟ ଆହାର ଦିଅ ଆମେ ଯେମିତି ନିଜ ନିଜ ଅପରାଧମାନଙ୍କୁ କ୍ଷମା କରିଅଛୁ ତୁମ ତ ଅପରାଧ ସବୁ ତୁମେ କ୍ଷମା କର ପରୀକ୍ଷାରେ ନ ଆଣ ମନ୍ଦିର ରକ୍ଷା କର ଜଣେ ରାଜତ୍ୱ ପରାକ୍ରମ ଗୌରବ ସଦା ସର୍ବଦା ତୁମର ଆମେନ୍। ଯୀଶୁଙ୍କ ରକ୍ତର ଜୟ ଯୀଶୁଙ୍କ ରକ୍ତର ଜୟ ଯୀଶୁଙ୍କ ରକ୍ତର ଜୟ ଆମେନ୍। ପ୍ରେଜ୍ ଦ ଲର୍ଡ ହାଲେଲୁୟା।